କୁନି ରଥରେ ବିଜେ କଲେ ବଡ଼ ଠାକୁର। ଜଗା ଆମର ପ୍ରିୟ, ସେ ତ ଜଗତର ନାଥ। ଆଜି ତାଙ୍କ ଘୋଷଯାତ୍ରା ଶ୍ରୀମନ୍ଦିରରୁ ମାଉସୀମା ମନ୍ଦିର କରିବେ ବିଜେ। ଜଗତର ନାଥ ସେ ତ ପ୍ରଭୁ ଜଗନ୍ନାଥ। ସାଥେ ଦେବୀ ସୁଭଦ୍ରା ଓ ବଡ଼ ଭାଇ ବଳଭଦ୍ର ଭକ୍ତଙ୍କୁ ଦେଲେ ଦର୍ଶନ। ଘୋଷଯାତ୍ରା ପାଳନ ପାଇଁ ବଡ଼ଦାଣ୍ଡଠାରୁ ପୁରପଲ୍ଲୀ ଉତ୍ସବ ମୁଖର ହୋଇପଡ଼ିଛି। ତେବେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁରେ ନିଆରା ଭାବରେ ରଥଯାତ୍ରା ପାଳନ ହୋଇଛି। କୁନି ରଥରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ରୀତିନୀତି ଅନୁସାରେ ରଥକୁ ପୂଜାର୍ଚ୍ଚନା ପରେ ତିନି ଠାକୁର ରଥାରୂଢ଼ ହୋଇଥିଲେ। ରିୟାନ୍ସ ଅଗ୍ରୱାଲ ଛେରାପହଁରା କରିବା ପରେ ଘଣ୍ଟ, ଶଙ୍ଖ, ସଂକୀର୍ତ୍ତନ ଦଳ ଓ ବାଜାର ମେଳରେ ରଥଟଣା ଆରମ୍ଭ ହୋଇଛି। ଜୟ ଜଗନ୍ନାଥ ଧ୍ୱନି ଭକ୍ତିମୟ ପରିବେଶରେ ଲଡୁଗାଁ ସହର ପ୍ରକମ୍ପିତ ହୋଇଉଠିଛି। କୋକସରା ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମଧ୍ୟ ଏହି ରଥଯାତ୍ରାରେ ସାମିଲ ହୋଇ ରଥ ଟାଣିଥିଲେ। କୁନି ରଥରେ ତିନି ଠାକୁରଙ୍କୁ ଦର୍ଶନ କରିବା ପାଇଁ ଅନେକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ବ୍ୟୁରୋ ରିପୋର୍ଟ, ରିପବ୍ଲିକ ଓଡ଼ିଶା, ସାଧାରଣ ଲୋକଙ୍କ ସ୍ୱର।